ଅଡଙ୍ଗାପାଳ ଗ୍ରାମରେ ହାତୀ ଉତ୍ପାତ, ଏକର ଏକର ଧାନ ଫସଲ ନଷ୍ଟ। ଚମ୍ପୁଆ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଅଡଙ୍ଗାପାଳ ଗ୍ରାମରେ ଗତ ରାତି 14 ଟିକିଆ ହାତୀପଲ ବ୍ୟାପକ କ୍ଷୟକ୍ଷତି କରିଥିବା ଜଣାପଡ଼ିଛି। ଝାରଖଣ୍ଡ ପଟୁ ବୈତରଣୀ ନଦୀ ପାର ହୋଇ ଏହି ହାତୀପଲ ଅଡଙ୍ଗାପାଳ ଗ୍ରାମରେ ଏକର ଏକର ଫଳନ୍ତି ଖରାଟିଆ ଧାନ ଫସଲ ନଷ୍ଟ କରିଥିବା ବେଳେ ଗ୍ରାମର ଠାକୁରାଣୀ ଶାଳରେ ଥିବା ଏକ ନଳକୂପକୁ ତାଡ଼ି ଦେଇଥିବା ଜଣାପଡ଼ିଛି। ହାତୀପଲ ରାତି ସାରା ଧାନ ବିଲରେ ପଶି ଫସଲ ନଷ୍ଟ କରିବା ପରେ ପୁଣି ଝାରଖଣ୍ଡ ଆଡ଼କୁ ଚାଲି ଯାଇଛନ୍ତି। ଗାଁ ହେଉଛି ଅଡଙ୍ଗାପାଳ। ଗତକାଲି ହାତୀ ଆସିକି ରାତି ଧାନ ସବୁ ନଷ୍ଟ କରିଛନ୍ତି। ଫରେଷ୍ଟ ବାଲା ଆମକୁ କିଛି ଜଣାନ୍ତୁ ନାହିଁ। ଅଡଙ୍ଗାପାଳ ଗତକାଲି ରାତି ହାତୀ ଆସିକିରି ସବୁ ଧାନକୁ ନଷ୍ଟ କରିଦେଇଛନ୍ତି। କେତେ ହାତୀ ଆସିଥିଲେ 14-15ଟା ଆସିଥିଲେ। କ'ଣ ସବୁ ନଷ୍ଟ କରିଛନ୍ତି? ଧାନ ସବୁ ଖାଇକିରି ସବୁ ଇଏ କରିଦେଇଛନ୍ତି, ମାଡ଼ିକି ଚକଡ଼ି ଦେଇକିରି କରିଛନ୍ତି। ଆଉ ଫରେଷ୍ଟ ବାଲା କିଛି ଫରେଷ୍ଟ ବାଲା ଆମକୁ ତ ଜଣେଇତେ ନାହିଁ। ଆଉ ଆମେ ଜଣେଇତେ ନା ଆମେ ଯାହା କରିବୁ। ଫରେଷ୍ଟ ବାଲା ଆସିଥିଲେନି? ଫରେଷ୍ଟ ବାଲା ଆସିନଥିଲେ। ତ ହାତୀ ଗୁଡ଼ା କୁଆଡ଼େ ଗଲେ? ହାତୀ ବାଲା ପୁଣି ଆଉ ଥରେ ଝାରଖଣ୍ଡ ପଳେଇଲେ।